ସର୍ବଭାରତୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ 2-1 ଗୋଲରେ ସୁନ୍ଦରଗଡ଼ ସ୍ପୋର୍ଟସ ହଷ୍ଟେଲ ବିଜୟୀ। ନୟାଗଡ଼ ଜିଲ୍ଲା ଶରଣକୂଳ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ଶରଣକୂଳ ସ୍ପୋର୍ଟସ ଆସୋସିଏସନ ଦ୍ୱାରା ଆୟୋଜିତ ସର୍ବଭାରତୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିନର ପ୍ରଥମ ସେମିଫାଇନାଲ ଖେଳ ସ୍ପୋର୍ଟସ ହଷ୍ଟେଲ ସୁନ୍ଦରଗଡ଼ 2-1 ଗୋଲରେ ଜେଏସଏସପିଏସ୍ ରାଞ୍ଚି ଏକାଦଶ ଝାଡ଼ଖଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଶନିବାର ଖେଳରେ ମହିଳାମାନଙ୍କୁ ପ୍ରାଧାନ୍ୟ ଦେବାକୁ ଯାଇ ଆୟୋଜକମାନେ ନେଇଥିବା ଅଭିନବ ପ୍ରୟାସରେ ଅତିଥିଙ୍କ ବ୍ୟତୀତ ରେଫରୀ, ଖେଳାଳି ସମସ୍ତେ ମହିଳା ରହିଥିଲେ, ଯାହାକି ସମସ୍ତଙ୍କ ନିମନ୍ତେ ମହିଳା ସଶକ୍ତିକରଣର ଏକ ଶ୍ରେଷ୍ଠ ଉଦାହରଣ ଥିଲା। ଆଜି ବହୁ ସଂଖ୍ୟାରେ ମହିଳା ଦର୍ଶକଙ୍କ ଗହଣରେ ଅନୁଷ୍ଠିତ ପ୍ରଥମାର୍ଧ ଖେଳର 23ତମ ମିନିଟରେ ସୁନ୍ଦରଗଡ଼ ଦଳର 6 ନମ୍ବର ଜର୍ସି ଖେଳାଳି ସୁମିତ୍ରା ସିଂଙ୍କ ଗୋଲରେ ଦଳ 1-0 ଗୋଲରେ ଆଗୁଆ ଥିଲା। ପରେ 39ତମ ମିନିଟରେ ଝାଡ଼ଖଣ୍ଡ ଦଳର ପରେ 3 ନମ୍ବର ଜର୍ସି ଖେଳାଳି ନେଏନା କୁମାରୀଙ୍କ ଗୋଲରେ ଦଳ 1-1 ଗୋଲରେ ବରାବର ସ୍ଥିତିକୁ ଆଣିଥିଲା। ଦ୍ୱିତୀୟାର୍ଧ ଖେଳରେ ଉଭୟ ଦଳ ଆକ୍ରମଣାତ୍ମକ ପ୍ରତି ଆକ୍ରମଣାତ୍ମକ ଖେଳିଥିଲେ। ପରେ ଖେଳର 33ତମ ମିନିଟରେ ସୁନ୍ଦରଗଡ଼ ଦଳର 6 ନମ୍ବର ଜର୍ସି ଖେଳାଳି ସୁମିତ୍ରା ସିଂଙ୍କ ଗୋଲରେ ଦଳ 2-1 ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା। ଆଜିର କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ତଥା ବାଚସ୍ପତି ସୁରମା ପାଢ଼ୀ ତାଙ୍କ ବକ୍ତବ୍ୟରେ ମହିଳାମାନେ ପଛରେ ନାହାନ୍ତି, ସେମାନଙ୍କୁ ସୁଯୋଗ ଦେଲେ ବହୁତ କିଛି କରି ଦେଖାଇବେ ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବେ ଭାଜପା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ କନ୍ଧମାଳ ସାଂସଦ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ରଣପୁର ଏନ୍ଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, 2 ନମ୍ବର ଜୋନ୍ ଜିଲ୍ଲା ପରିଷଦ ବିରଜାଲକ୍ଷ୍ମୀ ସାହୁ, 23 ନମ୍ବର ଜୋନ୍ ଜିଲ୍ଲା ପରିଷଦ ଲକ୍ଷ୍ମୀପ୍ରିୟା ତରାଇ, ସରପଞ୍ଚ ହରିହରପୁର ବିଳାସିନୀ ମହାପାତ୍ର, ଗୋଡ଼ିପଡ଼ା ସମିତି ସଭ୍ୟା ସସ୍ମିତା ମହାନ୍ତି, ଗୋର୍ତ୍ତିସାହି ସମିତି ସଭ୍ୟା ରୁନୁବାଳା ପରିଡ଼ା, ଗୋଡ଼ିପଡ଼ା ପୂର୍ବତନ ସରପଞ୍ଚ ସରୋଜିନୀ ସାହୁ ଏବଂ ବୈଷ୍ଣବୀ ଦେବୀ ଟ୍ରଷ୍ଟର ଟ୍ରଷ୍ଟି କାଜଲ ରାଉତଙ୍କ ସମେତ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଜ୍ୟୋତିର୍ମୟ ମହାନ୍ତି, ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର, ସହ ସମ୍ପାଦକ ଲିଙ୍ଗରାଜ ପାତ୍ର, କୋଷାଧ୍ୟକ୍ଷ ପ୍ରମୋଦ କୁମାର ପ୍ରଧାନ ମହିଳା ସଶକ୍ତିକରଣ ପାଇଁ ମହିଳାମାନଙ୍କ ନିମିତ୍ତ ନେଇଥିବା ଅନନ୍ୟ ପଦକ୍ଷେପକୁ ଅଞ୍ଚଳବାସୀଙ୍କ ନିକଟରେ ପ୍ରଶଂସନୀୟ ହୋଇଥିଲା। ପରେ ସଭାପତି ଶ୍ରୀ ପାଢ଼ୀ ସର୍ବଶ୍ରେଷ୍ଠ ଖେଳାଳି ଭାବେ ସୁନ୍ଦରଗଡ଼ ଦଳର ଖେଳାଳି ସୁମିତ୍ରା ସିଂଙ୍କୁ ଟ୍ରଫି ସହ 1000 ଟଙ୍କା ପ୍ରଦାନ କରିଥିଲେ। ଆଜିର ଖେଳକୁ ଜାତୀୟ ରେଫରୀ ସୀତା ମାରାଣ୍ଡି, ବାଲେଶ୍ୱର ଲାଇନରେ ରୀନା ତିର୍କୀ ଓ ବାଲାମତୀ ଓରାମ, ରାଉରକେଲା ଏବଂ ଚତୁର୍ଥ ରେଫରୀ ଭାବେ ଆରତୀ ମହାନ୍ତି, ଭୁବନେଶ୍ୱର ପରିଚାଳନା କରିଥିବା ବେଳେ ଏଆଇଏଫ୍ଏଫ୍ର ମ୍ୟାଚ୍ କମିଶନର ଦୁର୍ଗାଚରଣ ନାୟକ ଏବଂ ଓଡ଼ିଶା ଫୁଟବଲ ଆସୋସିଏସନର ଚୟନକର୍ତ୍ତା ଚିତ୍ରସେନ ପାତ୍ର ଉପସ୍ଥିତ ଥିଲେ। ଖେଳର ଧାରା ବିବରଣୀ ଭାଷ୍ୟକାର ଶେଖ ଅବଦୁଲ ଖାଲିକ ଓ ଭବାନୀ ଶଙ୍କର ମହାପାତ୍ର ସୁନ୍ଦର ଭାବେ ଉପସ୍ଥାପନା କରିଥିଲେ। ଅନୁଷ୍ଠାନର ମୁଖ୍ୟ ସଂଯୋଜକ ବିକାଶ ଜ୍ୟୋତି ଦୋରା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ରବିବାର ଦ୍ୱିତୀୟ ସେମିଫାଇନାଲ ଖେଳ ଏମ୍ଏଫ୍ସି କୋଲକାତା ୱେଷ୍ଟବେଙ୍ଗଲ ବନାମ ଓଡ଼ିଶା ପୋଲିସ କଟକ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି। ଓଡ଼ଗାଁରୁ ଦୀନବନ୍ଧୁ ମହାପାତ୍ରଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।